ଆଚ୍ଛା, ଟିକେ କଳ୍ପନା କରନ୍ତୁ ତ ଗୋଟିଏ ବଡ଼ ପଥର ଉପରେ ଟୋପାଏ ପାଣି ପଡ଼ୁଛି। ଆମେ କେବେ ଭାବିଛେ କି କାହିଁକି କିଛି ଲୋକ ଜୀବନରେ ଧୀରେ ଧୀରେ ବହୁତ ଉପରକୁ ଉଠିଯାଆନ୍ତି, ଅଥଚ ଆଉ କିଛି ଲୋକ ଅକଥନୀୟ ପରିଶ୍ରମ କରି ମଧ୍ୟ ଗୋଟିଏ ଜାଗାରେ ଅଟକି ରହିଥାନ୍ତି? ଦେଖନ୍ତୁ, ଏହା କୌଣସି ଯାଦୁ ନୁହେଁ କିମ୍ବା ଭାଗ୍ୟ କି ଜନ୍ମଗତ ପ୍ରତିଭା ମଧ୍ୟ ନୁହେଁ, ବରଂ ଏହା ହେଉଛି ଅତି ଛୋଟ, ଅତି ଧୀର କିନ୍ତୁ ଭୟଙ୍କର ଶକ୍ତିଶାଳୀ ଏକ ନିରନ୍ତର ପ୍ରକ୍ରିୟା। ସେଇ ପଥରଟି କଥା ଟିକେ ଚିନ୍ତା କରନ୍ତୁ। ଏହା କେତେ କଠିନ। ଗୋଟିଏ ପାଣି ବୁନ୍ଦା ତା ଉପରେ ପଡ଼ିଲେ କ'ଣ ବା ପରିବର୍ତ୍ତନ ଦେଖାଯିବ? କିଛି ବି ନୁହେଁ। ଆମର ସାଧାରଣ ମାନବୀୟ ପ୍ରକୃତି ଅତ୍ୟନ୍ତ ଅଧୈର୍ଯ୍ୟ। ଆମେ ଚାହୁଁ ଯେ ପ୍ରଥମ ଦିନରୁ ହିଁ ସେହି ପଥରଟି ଦୁଇ ଫାଳ ହୋଇଯାଉ, କିନ୍ତୁ ପ୍ରକୃତରେ ସେମିତି ହୁଏ ନାହିଁ। ବର୍ଷ ବର୍ଷ ଧରି କ୍ରମାଗତ ଭାବରେ ସେହି ଗୋଟିଏ ଜାଗାରେ ପାଣି ବୁନ୍ଦା ପଡ଼ିଚାଳିଲେ ଶେଷରେ ସେହି ବିଶାଳ ପଥରଟି ମଧ୍ୟ ଫାଟିଯାଏ। ଏହି ଧୀର ଏବଂ ଅଦୃଶ୍ୟ ଅଭିବୃଦ୍ଧିର ପ୍ରକ୍ରିୟା ପ୍ରକୃତରେ କହିବାକୁ ଗଲେ ଦୁନିଆର ସବୁଠାରୁ ଶକ୍ତିଶାଳୀ ବଳ ଅଟେ। ଠିକ୍ ଅଛି, ଆସନ୍ତୁ ସିଧାସଳଖ ଆଜିର ଏହି ବିଶ୍ଳେଷଣ ଭିତରକୁ ଯିବା। ଆଜି ଆମେ ଦେଖିବା କିପରି ଛୋଟ ଛୋଟ ଦୈନିକ କାର୍ଯ୍ୟଗୁଡ଼ିକ ଏକାଠି ମିଶି ଜୀବନର ବାସ୍ତବତାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦିଅନ୍ତି। ଏହାକୁ ହିଁ କମ୍ପାଉଣ୍ଡ ଇଫେକ୍ଟ କିମ୍ବା ଚକ୍ରବୃଦ୍ଧି ପ୍ରଭାବ କୁହାଯାଏ। ଆଜିର ଏହି ଦ୍ରୁତ ଦୁନିଆରେ ନା ଆମେ ସବୁବେଳେ ବଡ଼ ବଡ଼ ଘୋଷଣା ଆଉ ତୁରନ୍ତ ଫଳାଫଳ ପଛରେ ଦୌଡ଼ୁଛେ। ସୋସିଆଲ ମିଡିଆ ଆମକୁ ବିଶ୍ୱାସ କରାଇ ଦେଇଛି ଯେ ସଫଳତା ରାତାରାତି ମିଳିଯାଏ। କିନ୍ତୁ ସତ କଥା ହେଉଛି, ପ୍ରକୃତ ଯାଦୁ ଅତ୍ୟନ୍ତ ନୀରବରେ କାମ କରେ। ପ୍ରତିଥର ଯେତେବେଳେ ସକାଳେ 10 ମିନିଟ୍ ଆଗରୁ ଉଠିବାର ନିଷ୍ପତ୍ତି ନିଆଯାଏ, କିମ୍ବା ଗୋଟିଏ ଅତିରିକ୍ତ ପୃଷ୍ଠା ବହି ପଢ଼ାଯାଏ, ବା ରାଗିବା ବଦଳରେ ଟିକେ ଶାନ୍ତ ରହିବାର ପ୍ରୟାସ କରାଯାଏ, ସେତେବେଳେ ଆମେ ଏକ ଅଦୃଶ୍ୟ ନିବେଶ କରୁଥାଉ। ଆଉ ସେହି ନିବେଶ ହିଁ ଭବିଷ୍ୟତ ପାଇଁ ଏକ ଅତି ମଜବୁତ ମୂଳଦୁଆ ତିଆରି କରେ। ଆଜିର ଏହି ବିଶ୍ଳେଷଣରେ ଆମେ ଏହି 6ଟି ମୁଖ୍ୟ ସୋପାନ ଦେଇ ଗତି କରିବା। 1. ମାଇକ୍ରୋ ଅଭ୍ୟାସର ଶକ୍ତି। 2. ଅଦୃଶ୍ୟ ବିକଳ୍ପ। 3. ତରଙ୍ଗ ପ୍ରଭାବ। 4. ନିରନ୍ତର ସ୍ଥିରତା। 5. ପ୍ରଗତି ଟ୍ରାକ୍ କରିବା। ଏବଂ ଶେଷରେ 6. ଏହି ପ୍ରଭାବକୁ କିପରି ତ୍ୱରାନ୍ୱିତ କରିବା। ଏହିସବୁ ବିଷୟ ପରସ୍ପର ସହିତ ଯୋଡ଼ି ହୋଇ ଏକ ବିରାଟ ରଣନୀତି ପ୍ରସ୍ତୁତ କରନ୍ତି। ତେବେ ଆସନ୍ତୁ ପ୍ରଥମ ବିଷୟରୁ ଆରମ୍ଭ କରିବା, ମାଇକ୍ରୋ ଅଭ୍ୟାସର ଶକ୍ତି। ଆମେ ସମସ୍ତେ ପ୍ରାୟ ଦେଖିଥିବା ନୂଆବର୍ଷ ଆସିଲେ ଲୋକେ ବଡ଼ ବଡ଼ ସଂକଳ୍ପ ନିଅନ୍ତି, ନହେଲେ ହଠାତ୍ କୌଣସି କଠୋର ଡାଏଟ୍ ଆରମ୍ଭ କରିଦିଅନ୍ତି। ସବୁ କିଛି କରିବି ନହେଲେ କିଛି ବି କରିବି ନାହିଁ। ଏହି ଯେଉଁ ମାନସିକତା ଅଛି ନା, ତାହା ପ୍ରାୟତଃ ବିଫଳ ହୁଏ। କାହିଁକି? କାରଣ ଅତ୍ୟଧିକ ଚାପ ଯୋଗୁଁ ଆମ ମସ୍ତିଷ୍କ ଶୀଘ୍ର କ୍ଳାନ୍ତ ହୋଇଯାଏ। 2-4 ଦିନ ପରେ ସବୁ ବନ୍ଦ। ସେଠାରେ ହିଁ ମାଇକ୍ରୋ ଅଭ୍ୟାସ ବା ଛୋଟ ଅଭ୍ୟାସର ପ୍ରବେଶ ହୁଏ। ମାଇକ୍ରୋ ଅଭ୍ୟାସ ହେଉଛି ସେହି ଛୋଟ ଛୋଟ ଦୈନିକ କାର୍ଯ୍ୟ ଯାହା ସେହି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଅର୍ଥହୀନ ମନେ ହୁଏ, କିନ୍ତୁ ସମୟ ସହିତ ତାହା ଏକ ବିରାଟ ପରିବର୍ତ୍ତନ ଆଣେ। ଆମ ମସ୍ତିଷ୍କ ଏତେ ବଡ଼ ବଡ଼ ପରିବର୍ତ୍ତନକୁ ସହଜରେ ଗ୍ରହଣ କରିପାରେ ନାହିଁ, କାରଣ ଏହା ସବୁବେଳେ ତୁରନ୍ତ ଫଳାଫଳ ଖୋଜେ। କିନ୍ତୁ ଏହି ମାଇକ୍ରୋ ଅଭ୍ୟାସଗୁଡ଼ିକ ଏତେ ଛୋଟ ଯେ ମସ୍ତିଷ୍କ ଏହାକୁ ବିରୋଧ କରିପାରେ ନାହିଁ। ଏହା ଏକ ଦୀର୍ଘକାଳୀନ ନିବେଶ। ଏକ ସରଳ ଉଦାହରଣ ନେବା। ଆମେ ହଠାତ୍ ଜିମ୍ ଯାଇ 1 ଘଣ୍ଟା ଝାଳ ବୋହିବା ବଦଳରେ ରାତି ଖାଇବା ପରେ କେବଳ 2 ମିନିଟ୍ ଚାଲିବା ଆରମ୍ଭ କଲେ କେମିତି ହେବ? ହଁ, କେବଳ 2 ମିନିଟ୍। ଶୁଣିବାକୁ ଟିକେ ହାସ୍ୟାସ୍ପଦ ଲାଗୁଛି ନା? କିନ୍ତୁ ଅସଲ ଖେଳ ଏଇଠି ଅଛି। ଦିନସାରା କାମ କରି ଥକି ଯାଇଥିବା ବେଳେ ଯଦି କୁହାଯାଏ 30 ମିନିଟ୍ ବ୍ୟାୟାମ କରିବାକୁ, ମସ୍ତିଷ୍କ ସାଙ୍ଗେ ସାଙ୍ଗେ ବାହାନା ଖୋଜିବ। କିନ୍ତୁ ମାତ୍ର 2 ମିନିଟ୍ ପାଇଁ? ମସ୍ତିଷ୍କ ପାଖରେ କୌଣସି ବାହାନା ନଥିବା ଏହି କାମରେ ଫେଲ୍ ହେବା ପ୍ରାୟତଃ ଅସମ୍ଭବ। ଧୀରେ ଧୀରେ ଏହି 2 ମିନିଟ୍ 5 ମିନିଟ୍ରେ ପରିଣତ ହେବ, ତାପରେ 10 ଏବଂ ତାପରେ 20। ବିନା କୌଣସି ମାନସିକ ଯନ୍ତ୍ରଣାରେ ଏହା ଆମ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯିବ। ଆଉ ଏହି ସ୍ଲାଇଡ୍ ଏକ ଚମତ୍କାର ଉଦାହରଣ ମାଧ୍ୟମରେ ଦର୍ଶାଉଛି ଯେ ପରିବର୍ତ୍ତନ ପ୍ରକୃତରେ କିପରି ଆସେ। ଆମ ମୋବାଇଲ ଫୋନର ବ୍ୟାଟେରୀ ହଠାତ୍ ଶୂନ୍ୟ ହୋଇଯାଏ କି? ନା, ଏହା ନୀରବରେ ଗୋଟିଏ ପ୍ରତିଶତ ହୋଇ କମିଥାଏ, ଆଉ ଦିନେ ଫୋନ୍ ଅଫ୍ ହୋଇଯାଏ। ଠିକ୍ ସେହିପରି ଆମର ଅଭ୍ୟାସଗୁଡ଼ିକ 1% ହିସାବରେ ନୀରବରେ ଆମର ପରିଚୟ ସୃଷ୍ଟି କରନ୍ତି। ଯେତେବେଳେ ପ୍ରତିଦିନ କେବଳ ଗୋଟିଏ ପୃଷ୍ଠା ବହି ପଢ଼ାଯାଏ, ସେତେବେଳେ କେବଳ ଜ୍ଞାନ ବଢ଼େ ନାହିଁ, ବରଂ ନିଜ ଭିତରେ ଏକ ଆତ୍ମପରିଚୟ ବଦଳିବା ଆରମ୍ଭ କରେ। ଆମେ ଭାବିବା ଆରମ୍ଭ କରୁ, ମୁଁ କେବଳ ବହି ପଢ଼ୁନାହିଁ, ମୁଁ ଜଣେ ପାଠକ।
ଆଉ ଥରେ ଏହି ନୂଆ ପରିଚୟ ତିଆରି ହୋଇଗଲେ ବାକି ସବୁକିଛି ସ୍ୱୟଂଚଳିତ ଭାବରେ ହେବାକୁ ଲାଗେ। ଦ୍ୱିତୀୟ ଭାଗ ହେଉଛି ଅଦୃଶ୍ୟ ବିକଳ୍ପ ଏବଂ ଆମର ଦାୟିତ୍ୱ। ଆମ ଜୀବନ କେବେ ବି ଭାଗ୍ୟ ବା ଆମ ଚାରିପଟେ ଥିବା ପରିସ୍ଥିତି ଦ୍ୱାରା ଚାଲେ ନାହିଁ। ଏହା ଚାଲେ ଆମେ ପ୍ରତିଦିନ ନେଉଥିବା ଛୋଟ ଛୋଟ ନିଷ୍ପତ୍ତି ଦ୍ୱାରା। ସକାଳେ ଆଲାର୍ମ ବାଜିଲେ ଉଠିବା ନା ସ୍ନୁଜ୍ ବଟନ୍ ଦବାଇ ଆଉ ଟିକେ ଶୋଇଯିବା, ସେହି ଗୋଟିଏ ନିଷ୍ପତ୍ତି ପୂରା ଦିନର ଗତିପଥ ବଦଳାଇ ଦିଏ। ଏଠାରେ ଦୁଇ ପ୍ରକାରର ବିକଳ୍ପ ଅଛି, ଦୃଶ୍ୟମାନ ଏବଂ ଅଦୃଶ୍ୟ। ଦୃଶ୍ୟମାନ ବିକଳ୍ପଗୁଡ଼ିକ ବହୁତ ବଡ଼ ଲାଗେ, କିନ୍ତୁ ଆମର ଅସଲ କ୍ଷତି କରେ ଏହି ଅଦୃଶ୍ୟ ବିକଳ୍ପ। ଟିଭି ଦେଖୁ ଦେଖୁ ଗୋଟେ ଏକ୍ସଟ୍ରା ସ୍ନାକ୍ସ ଖାଇଦେବା କିମ୍ବା କାମ ମଝିରେ ମାତ୍ର 5 ମିନିଟ୍ ପାଇଁ ଇନଷ୍ଟାଗ୍ରାମ ସ୍କ୍ରୋଲ୍ କରିବା। ସେହି ମୁହୂର୍ତ୍ତରେ ତାହା ଆଦୌ କ୍ଷତିକାରକ ମନେ ହୁଏ ନାହିଁ। ସେହି ସ୍ନାକ୍ସ ତୁରନ୍ତ ଖୁସି ଦିଏ, କିନ୍ତୁ ତାର ଭିତରିଆ କ୍ଷତି ଆମକୁ ଦେଖାଯାଏ ନାହିଁ। ଆଉ ସେହି 5 ମିନିଟ୍ର ସ୍କ୍ରୋଲିଂ, ତାହା ଆମର ଏକାଗ୍ରତାକୁ ଖଣ୍ଡ ଖଣ୍ଡ କରିଦିଏ। କାରଣ ଏହାର ଖରାପ ପ୍ରଭାବ ଆମକୁ ସାଙ୍ଗେ ସାଙ୍ଗେ ଦେଖାଯାଏ ନାହିଁ। ତେଣୁ ଆମେ ଏହି ଭୁଲକୁ ବାରମ୍ବାର କରୁ। ଆଉ ଦିନେ ହଠାତ୍ ଦେଖିଲା ବେଳକୁ ଓଜନ ବଢ଼ିଯାଇଥାଏ କିମ୍ବା କୌଣସି ଜରୁରୀ କାମ ଅଧା ରହିଯାଇଥାଏ। ଏବେ ସ୍କ୍ରିନରେ ଥିବା ଏହି ପ୍ରଶ୍ନଟିକୁ ଦେଖନ୍ତୁ। ଏହା ଖୁବ୍ ଶକ୍ତିଶାଳୀ। ଏହି ବିକଳ୍ପ ଆମକୁ ଆଗକୁ ନେଉଛି ନା ପଛକୁ ଟାଣୁଛି? ଆମ ମନରେ ପ୍ରତିଦିନ ଅନେକ ଦ୍ୱନ୍ଦ୍ୱ ଥାଏ। କ'ଣ କରିବି, କ'ଣ ନ କରିବି? ଏକ ପ୍ରକାର ମାନସିକ କୁହୁଡ଼ି ଘୋଟି ରହିଥାଏ। କିନ୍ତୁ ଆମର ପ୍ରତିଟି ଛୋଟ କାର୍ଯ୍ୟକୁ ଯଦି ଆମେ ଏହି ଗୋଟିଏ ପ୍ରଶ୍ନର ଫିଲ୍ଟର ଦେଇ ପାର କରିବା ନା, ତେବେ ସବୁ କୁହୁଡ଼ି ସଫା ହୋଇଯିବ। ସଫଳତା କୌଣସି ବଡ଼ ଲମ୍ଫ ନୁହେଁ। ଏହା ହେଉଛି ଜାଣିଶୁଣି ନିଆଯାଇଥିବା ହଜାର ହଜାର ଛୋଟ ଛୋଟ ସଠିକ୍ ନିଷ୍ପତ୍ତିର ଫଳ। ପରିସ୍ଥିତିକୁ ଦୋଷ ନ ଦେଇ ନିଜର ପ୍ରତ୍ୟେକ ଛୋଟ ନିଷ୍ପତ୍ତିର ଦାୟିତ୍ୱ ନିଜେ ନେବା ହିଁ ପ୍ରକୃତ ମାନସିକ ସ୍ୱାଧୀନତା। ଏବେ ଆସିବା ତୃତୀୟ ବିଷୟକୁ, ମୋମେଣ୍ଟମ୍ ବା ଗତିଶୀଳତାର ତରଙ୍ଗ ପ୍ରବାହ। ଗୋଟିଏ ସମ୍ପୂର୍ଣ୍ଣ ଶାନ୍ତ ପୋଖରୀରେ ଛୋଟ ପଥରଟିଏ ଫିଙ୍ଗିଲେ କ'ଣ ହୁଏ, ଆପଣ ଲକ୍ଷ୍ୟ କରିଛନ୍ତି ତ? ସେହି ଛୋଟ ପଥରରୁ ଗୋଲ ଗୋଲ ତରଙ୍ଗ ସୃଷ୍ଟି ହୋଇ ପୂରା ପୋଖରୀରେ ବ୍ୟାପିଯାଏ। ଜୀବନରେ ଆମର ଅଭ୍ୟାସଗୁଡ଼ିକ ଠିକ୍ ସେମିତି କାମ କରେ। ଏକ ଶୃଙ୍ଖଳା ପ୍ରତିକ୍ରିୟା ସୃଷ୍ଟି ହୁଏ। ଧରିନିଅନ୍ତୁ, କେହି ଜଣେ ପ୍ରତିଦିନ ସକାଳେ କିଛି ଶିକ୍ଷଣୀୟ ଆର୍ଟିକଲ ପଢ଼ିବା ଆରମ୍ଭ କଲେ। ଏଥିରୁ କ'ଣ ହେବ? ଜ୍ଞାନ ବଢ଼ିବ। ଆଉ ସେହି ଜ୍ଞାନ ଅଫିସରେ ଏକ ମିଟିଂ ବେଳେ ତାଙ୍କୁ ଗଭୀର ଆତ୍ମବିଶ୍ୱାସ ଦେବ। ସେହି ଆତ୍ମବିଶ୍ୱାସ ଯୋଗୁଁ ତାଙ୍କୁ ଗୋଟେ ନୂଆ ପ୍ରୋଜେକ୍ଟ ମିଳିଯାଇପାରେ। ଦେଖିଲେ ତ, ଗୋଟିଏ ସାଧାରଣ ସକାରାତ୍ମକ ଅଭ୍ୟାସ କିପରି ଏକ ବିରାଟ ସଫଳତାର ରାସ୍ତା ଖୋଲିଦେଲା। ଏହାକୁ ହିଁ ମୋମେଣ୍ଟମ୍ କୁହାଯାଏ, ଆଉ ଏହା ଅତ୍ୟନ୍ତ ଶକ୍ତିଶାଳୀ। ବର୍ତ୍ତମାନ ଏଠାରେ ସବୁଠାରୁ ଆକର୍ଷଣୀୟ ଏବଂ ଟିକେ ଭୟଭୀତ କଲା ଭଳି କଥାଟି ହେଲା, ଏହି ତରଙ୍ଗ ପ୍ରଭାବ କେବଳ ଭଲ ଅଭ୍ୟାସ ପାଇଁ ନୁହେଁ, ଖରାପ ଅଭ୍ୟାସ ପାଇଁ ବି କାମ କରେ। ରାତି ଅଧାଯାଏ ଫୋନ୍ ଦେଖି ଶୋଇବା ହୁଏତ ସାଧାରଣ ଲାଗିପାରେ, କିନ୍ତୁ ଏହାର ତରଙ୍ଗ କିପରି ବ୍ୟାପେ ଦେଖନ୍ତୁ। ନିଦ ପୂରା ନ ହେଲେ ଶରୀରରେ ଷ୍ଟ୍ରେସ୍ ହର୍ମୋନ୍ ବଢ଼ିବ। ଷ୍ଟ୍ରେସ୍ ବଢ଼ିଲେ ଜଙ୍କ ଫୁଡ୍ ଖାଇବାକୁ ଇଚ୍ଛା ହେବ। ତାପରେ ଦିନସାରା ଶକ୍ତିହୀନ ଲାଗିବ ଆଉ ବିରକ୍ତିଭାବ ଆସିବ। ସେହି ବିରକ୍ତିଭାବ ପରିବାର ବା ଅଫିସ୍ ଲୋକଙ୍କ ସହ ସମ୍ପର୍କ ଖରାପ କରିବ। ଗୋଟିଏ ଛୋଟ ନକାରାତ୍ମକ ଅଭ୍ୟାସ କିପରି ଆମର ପୂରା ଦିନର ଶାନ୍ତି ନଷ୍ଟ କରିଦେଲା ଦେଖିଲେ? ଏହା ଆମ ବିକାଶରେ ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି କରେ। ଚତୁର୍ଥ ବିଷୟକୁ ଆସିବା, ନିରନ୍ତର ସ୍ଥିରତା ବା କନସିଷ୍ଟେନ୍ସି ବଜାୟ ରଖିବା। ଆମ ଭିତରୁ ଅନେକଙ୍କର ଏକ ଭ୍ରମ ଥାଏ ଯେ ବଡ଼ ବଡ଼ ସଫଳତା ପାଇଁ ହଠାତ୍ ବହୁତ ଜୋସ୍ରେ କାମ କରିବାକୁ ପଡ଼େ। କିନ୍ତୁ ସତ କହିବାକୁ ଗଲେ ଗୋଟିଏ ଦିନ ଜିମ୍ରେ 3 ଘଣ୍ଟା ରହିଗଲେ କେହି ସୁସ୍ଥ ହୋଇଯାଆନ୍ତି ନାହିଁ। ଆମ ସମାଜରେ ଆଜିକାଲି ମୋଟିଭେସନ୍ ବା ପ୍ରେରଣାକୁ ବହୁତ ବଡ଼ କରି ଦେଖାଯାଉଛି। କିନ୍ତୁ ମୋଟିଭେସନ୍ ତ ପାଗ ପରି, ଆଜି ଅଛି କାଲି ନାହିଁ। ଏକ ଭିଡ଼ିଓ ଦେଖି ଆମେ ଦିନେ 2 ଦିନ ଖୁବ୍ ପରିଶ୍ରମ କରିଦେଇପାରିବା, କିନ୍ତୁ ଶୃଙ୍ଖଳା ବା ରୁଟିନ୍ ତାହା ସ୍ଥିର ଅଟେ। ଶୃଙ୍ଖଳା ମାନେ ହେଉଛି ରାତ୍ରିରେ ଦୌଡ଼ିବା ଜୋତାଟିକୁ କବାଟ ପାଖରେ ରଖି ଶୋଇବା, ଯେପରି ସକାଳେ ଉଠିଲେ ଯିବି କି ନ ଯିବି ଚିନ୍ତା କରିବାକୁ ନ ପଡ଼େ। ଏକ ଭଲ ରୁଟିନ୍ ଆମର ସବୁ ମାନସିକ ଦ୍ୱନ୍ଦ୍ୱକୁ ହଟାଇ ଏକ ସ୍ୱୟଂଚାଳିତ ବ୍ୟବସ୍ଥା ତିଆରି କରେ। ଏହି କଥାଟିକୁ ମନେ ରଖିବା ନିହାତି ଜରୁରୀ। ସପ୍ତାହରେ ଦିନେ ବସି ଏକା ସାଙ୍ଗରେ ବହୁତ କାମ କରିଦେବା ଅପେକ୍ଷା ପ୍ରତିଦିନ ଟିକେ ଟିକେ କରିବା ବହୁତ ଅଧିକ ଫଳପ୍ରଦ। କିନ୍ତୁ କାହିଁକି? କାରଣ ଏହାଦ୍ୱାରା ଆମ ମନ ଭିତରେ ନିଜ ପ୍ରତି ଏକ ବିଶ୍ୱାସ ଜନ୍ମିଥାଏ। ଯେତେବେଳେ କେହି ପ୍ରତିଦିନ ନିୟମିତ ଭାବରେ 10 ମିନିଟ୍ ପାଇଁ କୌଣସି କାମ କରନ୍ତି, ସେତେବେଳେ ଅବଚେତନ ମନରେ ଏକ ଦୃଢ଼ ଧାରଣା ସୃଷ୍ଟି ହୁଏ ଯେ ହଁ, ମୁଁ ଜଣେ ଶୃଙ୍ଖଳିତ ବ୍ୟକ୍ତି। ମାସକରେ ଥରେ ମାତ୍ର ବହି ଧରିବା ଅପେକ୍ଷା ପ୍ରତିଦିନ ମାତ୍ର 10 ମିନିଟ୍ ପଢ଼ିବା ଆମର ମାନସିକତାକୁ ସମ୍ପୂର୍ଣ୍ଣ ରୂପେ ଦୃଢ଼ କରେ ଏବଂ ସଫଳତା ଆଡ଼କୁ ନେଇଯାଏ। ଏବେ ଆସନ୍ତୁ ପଞ୍ଚମ ବିଷୟ ଉପରେ ନଜର ପକାଇବା,
ପ୍ରଗତି ଟ୍ରାକ୍ କରିବା ବା ହିସାବ ରଖିବାର ଗୁରୁତ୍ୱ। ଆଚ୍ଛା, ଯଦି କୌଣସି କାମକୁ ଆମେ ମାପିବା ନାହିଁ ବା ତାର ହିସାବ ରଖିବା ନାହିଁ, ତେବେ ତାହା ଏକ ଦିଗହୀନ ରକେଟ୍ ପରି ଅଟେ। ରକେଟ୍ରେ ବହୁତ ଶକ୍ତି ଅଛି ସତ, କିନ୍ତୁ ତାହା କୁଆଡ଼େ ଯିବ ତାର କୌଣସି ଗାଇଡାନ୍ସ ସିଷ୍ଟମ ନାହିଁ। ଆମେ ପ୍ରାୟତଃ କହୁ, ମୁଁ ସୁସ୍ଥ ରହିବାକୁ ଚାହୁଁଛି ବା ମୁଁ ଟଙ୍କା ସଞ୍ଚୟ କରିବି। ଏଗୁଡ଼ିକ କେବଳ ଇଚ୍ଛା, ଏହାର କୌଣସି ମାପକାଠି ନାହିଁ। କିନ୍ତୁ ଯେତେବେଳେ ଆମେ କହୁ, ମୁଁ ପ୍ରତିଦିନ 8000 ପାଦ ଚାଲିବି, ତାହା ଏକ ସ୍ପଷ୍ଟ ଲକ୍ଷ୍ୟ। କେବଳ ଗୋଟେ ଛୋଟ ଡାଏରୀ ବା କ୍ୟାଲେଣ୍ଡରରେ ପ୍ରତିଦିନ ନିଜ କାମର ଟିକ୍ ମାର୍କ ଲଗାଇଲେ ମଧ୍ୟ ଏହା ଆମକୁ ଅଧିକ ଦାୟିତ୍ୱବାନ କରାଏ ଏବଂ କାମଟି ବାସ୍ତବିକ ମନେ ହୁଏ। ତେଣୁ ଏଠାରେ ମୁଖ୍ୟ କଥାଟି ହେଉଛି, ଟ୍ରାକ୍ କରିବା ଦ୍ୱାରା ହିଁ ଆମର ଲୁଚି ରହିଥିବା ଭୁଲଗୁଡ଼ିକ ସାମ୍ନାକୁ ଆସେ। ଏବଂ ମନେ ରଖନ୍ତୁ, ହିସାବ ରଖିବା ଅର୍ଥ ନିଜକୁ କଷ୍ଟ ଦେବା ବା ଦୋଷୀ ସାବ୍ୟସ୍ତ କରିବା ନୁହେଁ। ଏହା ହେଉଛି ନିରପେକ୍ଷ ଭାବରେ ନିଜ ସମ୍ପର୍କରେ ଡାଟା ସଂଗ୍ରହ କରିବା। ଯେତେବେଳେ ଦେଖାଯିବ ଯେ ଅଜାଣତରେ ଦିନର 3 ଘଣ୍ଟା ସୋସିଆଲ ମିଡିଆରେ ନଷ୍ଟ ହୋଇଯାଉଛି, ସେତେବେଳେ ଯାଇ ସେହି ଭୁଲକୁ ସୁଧାରି ହେବ। ଯେପରି ସମୁଦ୍ରରେ ଏକ ଜାହାଜ ସାମାନ୍ୟ ଦିଗ ବଦଳାଇ ଠିକ୍ ରାସ୍ତାକୁ ଫେରିଆସେ, ସେହିପରି ଟ୍ରାକିଂ ମଧ୍ୟ ଆମକୁ ଠିକ୍ ରାସ୍ତାକୁ ଆଣିବାରେ ସାହାଯ୍ୟ କରେ। ଆଉ ଶେଷରେ ଷଷ୍ଠ ବିଷୟ, ଏହି କମ୍ପାଉଣ୍ଡ ଇଫେକ୍ଟକୁ କିପରି ତ୍ୱରାନ୍ୱିତ ବା ସ୍ପିଡ୍ କରିବା। ଆମେ ଏବେ ଆଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନରେ ଅଛେ। ଥରେ ଛୋଟ ଅଭ୍ୟାସଗୁଡ଼ିକର ମୂଳଦୁଆ ପଡ଼ିଗଲା ପରେ ଏହାର ଗତିକୁ କେମିତି ବଢ଼ାଇବା। ପ୍ରଥମଟି ହେଲା ପରିବେଶକୁ ଠିକ୍ କରିବା। ଯଦି ଆମ ଚାରିପଟେ ଖାଲି ଆକର୍ଷଣ ଆଉ ପ୍ରଲୋଭନ ଥିବ, ସେଠି ଇଚ୍ଛାଶକ୍ତି କିଛି କାମ ଦେବନି। ତେଣୁ ସଠିକ୍ ପରିବେଶ ତିଆରି କରନ୍ତୁ, ଯେପରି ଭଲ କାମ କରିବା ସହଜ ହେବ। ଦ୍ୱିତୀୟରେ, ମାର୍ଗଦର୍ଶନ ବା ମେଣ୍ଟରସିପ୍। କୌଣସି ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଶିଖିବା ମାନେ ହେଉଛି ଆମେ ଆମର ସମୟ ବଞ୍ଚାଉଛେ। ସେମାନେ କରିଥିବା ଭୁଲରୁ ଆମେ ବହୁତ କିଛି ଆଗୁଆ ଶିଖିଯିବା। ଏବଂ ତୃତୀୟରେ, ଗୋଟିଏ ସ୍ଥାନରୁ ମିଳିଥିବା ଉତ୍ସାହ ଓ ସଫଳତାକୁ ଅନ୍ୟ କ୍ଷେତ୍ରରେ ଲଗାଇ ଗତି ବଢ଼ାଇବା। ଆସନ୍ତୁ ଆଗକୁ ବଢ଼ିବା ଏବଂ ଦେଖିବା ଏହା କିପରି କାମ କରେ। ସ୍କ୍ରିନ୍ରେ ଥିବା ଏହି ଧାଡ଼ିଟିକୁ ଟିକେ ଗଭୀରତାର ସହ ପଢ଼ନ୍ତୁ। ମୂଳଦ୍ୱାର ବିନା ତ୍ୱରାନ୍ୱିତ କରିବା ବାଲି ଉପରେ ଏକ ବଡ଼ ଅଟ୍ଟାଳିକା ନିର୍ମାଣ କରିବା ସହିତ ସମାନ। ସତରେ ଏକଦମ ସଠିକ୍ କଥା। ଉଦାହରଣ ସ୍ୱରୂପ, କେହି ଜଣେ ନିଜ ବ୍ୟବସାୟକୁ ବହୁତ ବଢ଼ାଇବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ପାଖରେ ସକାଳେ ଠିକ୍ ସମୟରେ ଉଠିବାର ଅଭ୍ୟାସ ହିଁ ନାହିଁ। ଯେତେ ବଡ଼ ଯୋଜନା କଲେ ବି ତାହା ସେହି ବାଲିଘର ପରି ଦିନେ ଭାଙ୍ଗିଯିବ ନିଶ୍ଚୟ। ତେଣୁ ଗତି ବଢ଼ାଇବା ପୂର୍ବରୁ ଆମର ସେହି ଦୈନନ୍ଦିନ ଛୋଟ ଛୋଟ ଅଭ୍ୟାସଗୁଡ଼ିକ ଯେମିତି ଏକ ଅଟୋପାଇଲଟ ମୋଡ୍ ବା ସ୍ୱୟଂଚାଳିତ ଭାବରେ ଚାଲିଥିବ, ତାହା ନିଶ୍ଚିତ କରିବା ନିହାତି ଦରକାର। ନଚେତ୍ ଚାପ ବଢ଼ିଲେ ସବୁକିଛି ବିଗିଡ଼ିଯିବ। ତେବେ ଏହି ସମ୍ପୂର୍ଣ୍ଣ ବିଶ୍ଳେଷଣରୁ ଆମେ ଗୋଟିଏ କଥା ସ୍ପଷ୍ଟ ଭାବେ ବୁଝିଲେ ଯେ ବାସ୍ତବିକ ପରିବର୍ତ୍ତନ ପାଇଁ କୌଣସି ଚମତ୍କାରର ଆବଶ୍ୟକତା ନାହିଁ। ଜୀବନର ସବୁଠାରୁ ବଡ଼ ସଫଳତା ଏବଂ ବିଫଳତା ମଧ୍ୟରେ ଥିବା ତଫାତ୍ ଆମର ଦୈନନ୍ଦିନ ନିଷ୍ପତ୍ତିର ସେହି ଅଦୃଶ୍ୟ 1% ହିଁ ଲୁଚି ରହିଛି। ଆମ ସାମ୍ନାରେ ପ୍ରତିଟି ମୁହୂର୍ତ୍ତ ଏକ ବିକଳ୍ପ ରଖେ। ତେଣୁ ଶେଷରେ ଆମେ ସମସ୍ତେ ମିଶି ଏହି ପ୍ରଶ୍ନଟି ଉପରେ ବିଚାର କରିବା ଉଚିତ। ଆଜି ଆମେ ନେବାକୁ ଥିବା ସେହି ଛୋଟ ଅଦୃଶ୍ୟ ନିଷ୍ପତ୍ତିଟି କ'ଣ, ଯାହା ଆସନ୍ତାକାଲି ଆମର ଏକ ସୁନ୍ଦର ବାସ୍ତବତାର ମୂଳଦୁଆ ପାଲଟିବ? ହୁଏତ ତାହା ହୋଇପାରେ ମାତ୍ର 2ଟି ପୃଷ୍ଠା ଅଧିକ ପଢ଼ିବା, କିଛି ସୁସ୍ଥ ଖାଦ୍ୟ ବାଛିବା କିମ୍ବା ପରିବାର ସହ ଟିକେ ଭଲ ସମୟ ବିତାଇବା। ଏହି ଛୋଟ ପଦକ୍ଷେପଗୁଡ଼ିକୁ କେବେ ବି ସାଧାରଣ ଭାବିବା ଉଚିତ ନୁହେଁ। ଯେତେବେଳେ ଆମେ ଏହି ଛୋଟ ବିକଳ୍ପଗୁଡ଼ାକୁ ସମ୍ମାନ ଦେବା ଆରମ୍ଭ କରିବା, ସମୟ ଆମ ପାଇଁ ଶତ୍ରୁ ନ ହୋଇ ଏକ ବଡ଼ ସାଥୀ ପାଲଟିଯିବ। ଆଜିର ଏହି ବିଶ୍ଳେଷଣରେ ଏତିକି। ଆସନ୍ତୁ ସେହି ଛୋଟ ପଦକ୍ଷେପଗୁଡ଼ିକୁ ଆଜିଠାରୁ ହିଁ ଆରମ୍ଭ କରିବା।